ରକ୍ତମୁଖା ଭାଲୁକୁ କାବୁ କରିଲା ବନ ବିଭାଗ। ଶେଷରେ ଦୀର୍ଘ ସମୟ ପରେ ଧରା ପଡ଼ିଲା ରକ୍ତମୁଖା ଭାଲୁ। ଗତକାଲି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କୁସୁମୀ ଗାଁର ମଶାଣୀ ଶ୍ମଶାନ ନିକଟରେ ଛେଳି ଚରାଇବା ସମୟରେ ଗୋଟିଏ ମା ଭାଲୁ ସହ ଦୁଇଟି ଛୁଆ ଭାଲୁ ଆକ୍ରମଣରେ ଫଗୁନୁ ଗୌଡଙ୍କର ମୃତ୍ୟୁ ଘଟିଥିଲା। ଏହାପରେ କୁସୁମୀ ଏବଂ ଆଖପାଖ ଗାଁ ଗୁଡ଼ିକରେ ଏହି ନରହନ୍ତା ଭାଲୁକୁ ନେଇ ଆତଙ୍କ ଖେଳି ଯାଇଥିଲା। ଘଟଣାକୁ ଗୁରୁତ୍ୱ ଦେଇ ବନ ବିଭାଗ ଭାଲୁଟି ଧରିବା ପାଇଁ ଆଜି ଦିନ ତମାମ ଚେଷ୍ଟା କରିଥିଲା। ନବରଙ୍ଗପୁରରୁ ସେଫ୍ଟି ରେସ୍ପନ୍ସ ଟିମ୍ ଆସି କୁସୁମୀ ଗାଁରେ ପହଞ୍ଚିଥିଲେ। ଦିନ ତମାମ ପରିଶ୍ରମ ପରେ ଶେଷରେ ଭାଲୁକୁ ଟ୍ରାଙ୍କୁଲାଇଜରରେ ବେହୋସ କରାଯାଇ ଶେଷରେ ତାକୁ ଏକ ଜନ୍ତାରେ ଭର୍ତ୍ତି କରି ନିଆଯାଇଛି ଏବଂ ଅନ୍ୟ ଦୁଇଟି ଛୁଆ ଭାଲୁ କେଉଁଠି ରହିଛନ୍ତି ତାକୁ ପରବର୍ତ୍ତୀ ସମୟରେ ବିଭାଗ ଖୋଜିବ ଏବଂ ଧରାଯିବ। ବର୍ତ୍ତମାନ ଧରାଯାଇଥିବା ମା ଭାଲୁଟିକୁ ପ୍ରଥମେ ଚିକିତ୍ସା କରାଯିବ ଓ ପରେ କେଉଁଠି ଛଡ଼ାଯିବ ତାହା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ନବରଙ୍ଗପୁର ଏସିସିଏଫ୍ ଦିବ୍ୟା ମାଧୁରୀ ସେଠୀ। କାଲି ଆକ୍ଚୁଆଲି ଆମର ଝରିଗାଁ ରେଞ୍ଜର ଝରିଗାଁ ସେକ୍ସନରେ ଜଣଙ୍କୁ ଭାଲୁ ଆକ୍ରମଣ କରି ମାରି ଦେଇଥିଲା। ତାପରେ ଆଜିଠୁ ଆମର ରେସ୍କ୍ୟୁ ଅପରେସନ୍ ଷ୍ଟାର୍ଟ କରାହେଇଥିଲା। ଆମର ନବରଙ୍ଗପୁର ଡିଭିଜନର ସମସ୍ତ ରେଞ୍ଜରୁ ଆମର ଷ୍ଟାଫ୍ ଆସି ସହଯୋଗ କରିଥିଲେ ଆଉ RRT ଟିମ୍ ଆମର ଆସିକି ରେସ୍କ୍ୟୁ କରିଥିଲେ। ଆଉ ଏବେ ରେସ୍କ୍ୟୁ ହେଇସାରିଛି ଆଉ ଆମେ ସେ ଭାଲୁକୁ ଆମର ଯେଉଁ ରେସ୍କ୍ୟୁ ସେଣ୍ଟର ଅଛି ସେଇଠିକି ଆମେ ନେଇକି ଯାଉଛୁ ତାର ଫର୍ଦର ଟ୍ରିଟମେଣ୍ଟ ପାଇଁ। ଆଉ ୱାନ୍ସ ସିଏ ଠିକ୍ ହେଇଗଲା ପରେ ଆମେ ତାକୁ ରିଲିଜ୍ କରୁ। ତ ପ୍ରାୟ କାଲି ସନ୍ଧ୍ୟାରୁ ଆମ ଷ୍ଟାଫ୍ ୱାନ୍ସ ଯେତେବେଳଠୁ ଆମର ମାନେ ମାରିଛି ତା ପରଠୁ ହିଁ ଆମର ଝରିଗାଁର ରେଞ୍ଜର ସମସ୍ତ ଷ୍ଟାଫ୍ ଏଇଠି ନିୟୋଜିତ ଅଛନ୍ତି। କାଲି ରାତି ସାରା ଏଇଠି ରହିଛନ୍ତି। ସକାଳ 7ଟାରୁ ଆମେ ପ୍ରୋସେସିଂ ଷ୍ଟାର୍ଟ କରିଦେଇଥିଲୁ ବାକି ସମସ୍ତ ଡିଭିଜନର ଅନ୍ୟାନ୍ୟ ରେଞ୍ଜରୁ ସମସ୍ତ ଷ୍ଟାଫ୍ମାନଙ୍କୁ ଡେପ୍ୟୁଟ୍ କରିବା ପାଇଁ। କିନ୍ତୁ ଏଇ ଅପରେସନ୍ଟା କାଲି ସନ୍ଧ୍ୟା 5ଟାରୁ ହିଁ ଷ୍ଟାର୍ଟ ହେଇଯାଇଥିଲା। ଆମେ ତ ସାଇଟିଂ କରିନୁ କିନ୍ତୁ ଗାଁ ଲୋକମାନଙ୍କର କହିବା ଅନୁଯାୟୀ ଦୁଇଟା ଛୁଆ ଭାଲୁ ଅଛନ୍ତି। ତ ସେଇଟା ଯେହେତୁ ଏବେ ଆମେ ମାଆକୁ ଧରିଛୁ ମାନେ ରେସ୍କ୍ୟୁ କରାହେଇଛି, ଧୀରେ ଧୀରେ କାଲି ପରଦିନ ଆଡ଼େ ଆସିକି ପୁଣି ଆଗେନ୍ ସର୍ଭେ କରାଯିବ। ଆଉ ଯଦି ଆମକୁ ମିଳିଲେ ତାହେଲେ ଆମେ ସେଟାକୁ ବି ରେସ୍କ୍ୟୁ କରିକି ମା ପାଖରେ ହିଁ ରିଲିଜ୍ କରିଦେବୁ। ଆମେ ବି ବହୁତ ପ୍ରୋବ୍ଲେମ୍ ଫେସ୍ କରୁଛୁ। ଆମର ଫରେଷ୍ଟ ଡିପାର୍ଟମେଣ୍ଟର ଷ୍ଟାଫ୍ ବହୁତ କମ୍। ଦ୍ୱିତୀୟରେ ଆମକୁ ମବ୍ ବହୁତ ମାନେ ଆମକୁ କୋପରେଟ୍ କରୁନାହାନ୍ତି। ଏବେ ବି ଆପଣମାନେ ଦେଖିଥିବେ ଯେତେବେଳେ ରେସ୍କ୍ୟୁ କରିକି ନେଉଥିଲେ ବହୁତ ଗହଳିରେ ସେମାନେ ପଛରେ ଗୋଡ଼େଇଥିଲେ ଲୋକମାନେ। ତ ଆମେ ରେସ୍କ୍ୟୁ କରିବାରେ ଫୋକସ୍ କରିବୁ ନା ଲୋକ କଣ୍ଟ୍ରୋଲ୍ କରିବାରେ ଫୋକସ୍ କରିବୁ। ପୋଲିସ ଡିପାର୍ଟମେଣ୍ଟ ଆମକୁ ବହୁତ ସହଯୋଗ କରୁଛି କିନ୍ତୁ ଲୋକମାନେ ନିଜେ ଟିକେ ମାନେ ଆୱେର୍ ହେବାର ଅଛି ଯେ ଆମେ ଏଇ ସିଚୁଏସନ୍ରେ ଫରେଷ୍ଟ ଡିପାର୍ଟମେଣ୍ଟ ଏବଂ ପୋଲିସ ଡିପାର୍ଟମେଣ୍ଟକୁ ଟିକେ କୋପରେଟ୍ କରିବା ପାଇଁ। ଝରିଗାଁରୁ ଅଭିଷେକ ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।